ସୁନ୍ଦର ସାହୁ। କ'ଣ କହିବେ ଆଜିର ମୁଁ ତ ବହୁତ ଖୁସି ଅଛି ଆଜିର ଇଏରେ, କାହିଁକି AICC ତରଫରୁ ମୋତେ ଯେଉଁ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦେଇଛନ୍ତି MLA ପ୍ରାର୍ଥୀ ପାଇଁ। ପ୍ରଥମେ AIC ସଦସ୍ୟ ସମସ୍ତଙ୍କୁ ମୋର ପ୍ରଥମେ ନମସ୍କାର। ଆଉ ଡିଷ୍ଟ୍ରିକ୍ଟ ସଭାପତି ତାଙ୍କୁ ବି ଧନ୍ୟବାଦ। ଆଉ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ରଶ୍ମିରଞ୍ଜନ ବାବୁଙ୍କୁ ମୋର ନମସ୍କାର। ଆଜିର ଯେଉଁ ନିର୍ବାଚନ ମଣ୍ଡଳ ଦାୟିତ୍ୱ ଦେଇଛନ୍ତି ମୁଁ ବହୁତ ଖୁସି ଅଛି। କେମିତି ଲୋକମାନଙ୍କୁ ପ୍ରଚାର କେମିତି ଲୋକମାନଙ୍କର ମୋର ତ ପ୍ରଥମରେ ମୁଁ ମୋର ଗୋପାଳପୁର ନିର୍ବାଚନର ସମସ୍ତେ ଭୋଟର ଭାଇ ଭଉଣୀ ମାଉସୀ ମା'ମାନଙ୍କୁ ସମସ୍ତେ ନମସ୍କାର। ତାଙ୍କେ ଆଜ୍ଞା ମୋର ସବୁ ଭଗବାନ। ତାଙ୍କ ଯେମିତି ଆଦେଶ ଦେବେ ମୁଁ ସେ ଆଦେଶରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧୁରା କାମ ଯେଉଁ ରହିଯାଇଛି ଆମର ରାସନ କାର୍ଡ଼ ଯେଉଁ ରାସନ କାର୍ଡ଼ ରହିଛି ଆଉ ଭାରତୀୟ ଭତ୍ତା ଆଇନ ସବୁ ରହିଯାଇଛି ସମସ୍ତଙ୍କୁ ଧରିକି ସେ ଯାଇ କଥା ହେଇକିରି କରିବାକୁ ପଡ଼ିବ। ଦୁଇ ଜଣ ତ ବର୍ତ୍ତମାନ ପ୍ରଚାର କରିଛନ୍ତି। ମୁଁ ବି କାଲି ପର୍ଯ୍ୟନ୍ତ ଆମର ଅଫିସ୍ କଂଗ୍ରେସ ଅଫିସ୍ ତରଫରୁ କଥାବାର୍ତ୍ତା ହେଇକିରି ପ୍ରଚାର ଆରମ୍ଭ କେମିତି କରିବା କ'ଣ ସବୁ ତାଙ୍କର ଆଦେଶ ନେଇ କରିବାକୁ ପଡ଼ିବ। କ'ଣ କରିବେ ଏଭଳି ଭାବେ ଶ୍ୟାମ ସୁନ୍ଦର ସାହୁଙ୍କୁ ଇଏ ରହିଛନ୍ତି ଆପଣଙ୍କ ଚତୁର୍ଥ ଭାଇ। ଆଜି ସେ ନାମାଧିକାର ଯେଉଁ ଘୋଷଣା କରାଗଲା କଂଗ୍ରେସ ପ୍ରାର୍ଥୀ ପାଇଁ କ'ଣ କରିବା କେମିତି କ'ଣ ସହଯୋଗ ରହିବ ଆପଣ ତାଙ୍କୁ କେମିତି ସାହାଯ୍ୟ କରିବେ କେମିତି କ'ଣ ବିଜୟ ଲାଭ କରିବେ ଏତେ ଆଶା ଅଛି କି ଲୋକମାନଙ୍କୁ କହିବେ କ'ଣ ସହଯୋଗ ଆମେ କରିବୁ ଲୋକଙ୍କୁ ଧରି କରିବୁ। ଲୋକ ଆମର ହେଲେ ସବୁ ପ୍ରତିନିଧିର କର୍ତ୍ତା ହେଲେ ସେମାନେ। ବାପା ଆମର ଥିଲା କଂଗ୍ରେସ ଘନଶ୍ୟାମ ସେଠି ବେହେରା ବାବୁ ଥିଲା ମୋତେ ବାପା ଆମର ସେଠି ଯାଇଥିଲେ କଂଗ୍ରେସ ଭବନରେ ବସିଥିଲେ ବର୍ତ୍ତମାନ ମଧ୍ୟ ଆଜି ଆମକୁ ଏ ମୌକା ମିଳିଛି। ଆମେ ଆଜି ଲୋକଙ୍କର ସେବା କରିବା ପାଇଁ ଆଜି ସୁଯୋଗଟା ଯେଉଁ ପାଇଛୁ ଏଥିପାଇଁ ମୁଁ ବହୁତ ଧନ୍ୟବାଦ ଦେଉଛି। ଆମର ପରିବର୍ତ୍ତନ କ'ଣ ବିଜୟ ଲାଭ କରାଇବା ପାଇଁ କ'ଣ ଚେଷ୍ଟା କରିବେ ବିଜୟ ଲାଭ ପାଇଁ ବିଜୟ ଲାଭ ପାଇଁ ତ ଆମେ ଉତ୍ସାହିତ ଅଛୁ ଲଢ଼ିବୁ କିନ୍ତୁ ଲୋକଙ୍କୁ ସାହାଯ୍ୟ ମାଗିବୁ ଲୋକଙ୍କ ସେବା କରିବୁ ଲୋକଙ୍କର କିଛି ମାନ ମହତ୍ଵ ମଧ୍ୟ ଜଗିବୁ ସବୁ ଡିମାଣ୍ଡ ଅଛି ତାକୁ ଫୁଲଫିଲ୍ କରୁ। କ'ଣ କହିବେ ବର୍ତ୍ତମାନ ସୁଦ୍ଧା କିଛି ଜାଣିନଥିଲି ଭାଇ ଟିକେଟ୍ ପାଇବ କିନ୍ତୁ ଗୋଟେ ଯେତେବେଳେ ପ୍ରଚାର ପ୍ରସାର ହେଲା ସେତେବେଳେ ମୁଁ ଦେଖିଥିଲି କଂଗ୍ରେସ ତରଫରୁ ଟିକେଟ୍ ଦେଇଛି ସେତେବେଳେ ମୋର ଖୁସି। ଆଉ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଯେତେ ଭାଇ ଭଉଣୀ ଆଉ ବୟୋଜ୍ୟେଷ୍ଠ ସମସ୍ତଙ୍କୁ